କାହିଁ କେଉଁ କାଳରୁ ଖୋଲା ପ୍ରାନ୍ତରେ ଶାଖା ପ୍ରଶାଖା ମେଲାଇ ଠିଆ ହୋଇଥାଏ ଏକ ବିରାଟ ବୃକ୍ଷ। ପାଖ ଦେଇ ଏକ ପାଦଚଲା ରାସ୍ତା ଲମ୍ବି ଯାଇଥାଏ ଜନପଦକୁ। କେତେ ଜାତିର ପକ୍ଷୀଙ୍କୁ ବୃକ୍ଷଟି ନିଜ ବକ୍ଷରେ ଆଶ୍ରୟ ଦେଇ ଧନ୍ୟ ମଣୁଥିଲା ନିଜକୁ। ସେମାନଙ୍କର କଳରବରେ ମୁଖରିତ ହେଉଥିଲା ଆଖପାଖ ଇଲାକା। ଏତେ ସଂଖ୍ୟକ ପକ୍ଷୀ ଓ ତାଙ୍କର ଶାବକମାନଙ୍କୁ ନିର୍ଭୟ ଆଶ୍ରୟ ଦେଇଥିବା ବୃକ୍ଷଟି ହଠାତ୍ ଦୁର୍ଦ୍ଦିନର ସମ୍ମୁଖୀନ ହେଲା। ଦିନେ ଶିକାର ଉଦ୍ଦେଶ୍ୟରେ ଶିକାରୀଟିଏ ବୃକ୍ଷ ନିକଟକୁ ଆସିଲା। ଅନେକ ପକ୍ଷୀଙ୍କ ଆବାସସ୍ଥଳ ଦେଖି ବହୁତ ଖୁସି ହୋଇଯାଇଥିଲା। ପକ୍ଷୀ ଶିକାର ଉଦ୍ଦେଶ୍ୟରେ ବିଷବୋଳା ତୀର ନିକ୍ଷେପ କରିଥିଲା, ହେଲେ ଏହା ଲକ୍ଷ୍ୟଭ୍ରଷ୍ଟ ହୋଇ ଭେଦ କରିଥିଲା ବୃକ୍ଷର ଶାଖାକୁ। ବିଷବୋଳା ତୀର ପ୍ରଭାବରେ ବୃକ୍ଷଟି ଆସ୍ତେ ଆସ୍ତେ ଝାଉଁଳିବାକୁ ଲାଗିଲା। ପତ୍ର ସବୁ ଝଡ଼ି ପଡ଼ିଲା। ସେହି ବୃକ୍ଷରେ ଅନ୍ୟ ପକ୍ଷୀଙ୍କ ସହ ବେଶ କିଛି ବର୍ଷ ହେବ ବାସ କରୁଥାଏ ଶୁକ ପକ୍ଷୀଟିଏ। ଶୁକ ପକ୍ଷୀଟି ନିସଙ୍ଗ ଥିଲା, କାରଣ ତାର ସାଥୀ ପକ୍ଷୀଟି ଶିକାରୀ ଦ୍ୱାରା ପୂର୍ବରୁ ମୃତ୍ୟୁବରଣ କରିଥିଲା। ବୃକ୍ଷ ପତ୍ରହୀନ ହେବା ପରେ ଏହାକୁ ଆଶ୍ରୟ କରି ରହିଥିବା ପକ୍ଷୀମାନେ ଅନ୍ୟତ୍ର ଚାଲି ଯାଇଥିଲେ ନିରାପଦ ଆଶ୍ରୟସ୍ଥଳ ଉଦ୍ଦେଶ୍ୟରେ। ଶୁକ ପକ୍ଷୀ କିନ୍ତୁ ସେହି ବୃକ୍ଷକୁ ତ୍ୟାଗ କରିନଥିଲା, କାରଣ ଅନେକ ବର୍ଷର ଆଶ୍ରୟସ୍ଥଳ, ସୁଖ ଦୁଃଖ, ଖରା ବର୍ଷାର ସାଥୀ ବୃକ୍ଷଟିର ଏହି ଦୁର୍ଦ୍ଦିନରେ ମ୍ରିୟମାଣ ହୋଇ ଆଖିରୁ ଲୁହ ଝରାଉଥିଲା। ସାଥୀ ପକ୍ଷୀମାନେ ଅନେକ ବୁଝାଇଥିଲେ ବୃକ୍ଷକୁ ତ୍ୟାଗ କରି ତାଙ୍କ ସହ ଅନ୍ୟତ୍ର ଚାଲିଯିବା ନିମନ୍ତେ, ହେଲେ ଶୁକର ଜବାବ ଥିଲା, ମୋର ସୁଖ ଦୁଃଖର ସାଥୀ ଏହି ବୃକ୍ଷକୁ ମୁଁ ଛାଡ଼ି ଯିବି ନାହିଁ କେବେ। ଦୁଃଖ ସୁଖରେ ଖାଦ୍ୟ ଅନ୍ୱେଷଣରେ ନ ଯିବାରୁ ଶୁକ ପକ୍ଷୀର ଶରୀର ଶୀର୍ଣ୍ଣ ହୋଇଗଲା। ଆସନ୍ନ ମୃତ୍ୟୁର ଦ୍ୱାରଦେଶରେ ପହଞ୍ଚିବା ଦେଖି ଭଗବାନ ଆଉ ସହିପାରିଲେ ନାହିଁ। ପକ୍ଷୀ ନିକଟକୁ ଆସି କହିଥିଲେ, ତୁମର ସକଳ ସାଥୀ ବୃକ୍ଷକୁ ଛାଡ଼ି ଯିଏ ଯୁଆଡ଼େ ଚାଲି ଯାଇଥିବା ବେଳେ ତୁମେ ଯାଉନ ଯେ? ଜାଣିଛ ଏହାର ପରିଣାମ ତୁମ ପାଇଁ ପ୍ରାଣଘାତୀ ହେବ? ଶୁକ ପକ୍ଷୀର ନିର୍ଭୀକ ଉତ୍ତର ଥିଲା, ମୁଁ ମରିବି ପଛେ ମୋର ସୁଖ ଦୁଃଖ ବିପଦ ସମ୍ପଦର ସାଥୀ ଏହି ବୃକ୍ଷକୁ କେବେ ବି ପରିତ୍ୟାଗ କରିବି ନାହିଁ। ପକ୍ଷୀର ଏଭଳି ନିର୍ଭୀକ ଉକ୍ତି ଦେଖି ଭଗବାନ ପ୍ରସନ୍ନ ହୋଇ ବର ଯାଚଜ୍ଞା କରିଥିଲେ। ପକ୍ଷୀର ପ୍ରାର୍ଥନା ଥିଲା, ମୋର ଆଶ୍ରୟଦାତା ଏହି ବୃକ୍ଷର ପୂର୍ବାବସ୍ଥା ଫେରାଇ ଆଣନ୍ତୁ। ଭଗବାନ ତଥାସ୍ତୁ କରିବା ମାତ୍ରେ ବୃକ୍ଷଟି ତାର ପୂର୍ବ ରୂପ ଫେରି ପାଇଥିଲା ଓ ପକ୍ଷୀଟି ମଧ୍ୟ ଈଶ୍ୱରଙ୍କ କୃପା ବଳରୁ ତାର ପୂର୍ବାବସ୍ଥା ଫେରି ପାଇଥିଲା।